পর্যন্ত সেମିତି রইব সমস্ত রইব আজি আজি কিয়া জীবনী আমি যেমন খরার রইব সেমানে বি খরার রইব আমার রাত্রে যেମିତି রইবে সেমানে বি রইব আর এত কষ্ট না দেখে বোম গোটা মারি দাও না কাইকে এମିତି ভাঙি করে লোক খরার ঠিয়া হইছ বোম গোটা মারি দিও যাଠୁ ଜାଗା କିନ୍ତୁ ସେମାନେ ନା କଣ ସେମାନେ ଗଭର୍ଣ୍ଣମେଣ୍ଟ ଭାଙ୍ଗି ଦେଇଛି ଆମେ ଆଉ କଣ କରିବୁ ସେମାନେ ଆମକୁ ଉଲ୍ଟା ଏଇ କଥା କହୁଛନ୍ତି ଆଉ କଣ କହିବୁ ଆମେ ତ ଜଣେ ନୁହଁ ନା କେତେ ଘର ଭାଙ୍ଗିଛି ଆପଣ ଦେଖି ନିଅନ୍ତୁ ହଜାର ହଜାର ଘର ଭାଙ୍ଗି ଦେଇଛି କିଣିଛି ଆଜି 5-6 ବର୍ଷ ଆଗଠୁ ଆହୁରି ଅଧିକ ହେଇଥିବ 5-6 ବର୍ଷ ହେଲା ଘର କରୁଛୁ ଯେତେବେଳେ କିଣିଲେ ତ କିଛି ଏଗ୍ରିମେଣ୍ଟ କରିଥିଲେ ଏଗ୍ରିମେଣ୍ଟ କରା ହେଇଥିବ ସେତେବେଳେ ଆମ ଗାର୍ଡିଆନ ଜାଣିଛି ନା ଏଗ୍ରିମେଣ୍ଟ କରା ହେଇଛି ବୋଲି କୋଉଠି ରହିବେ ଆମେ ତ ସେଇଟା ଜାଣିପାରୁନୁ ଆମେ ବି ଜାଣିପାରୁନୁ ଆପଣଙ୍କୁ କଣ କହିବେ କୋଉଠି ରହିବୁ ବୋଲି ସେଇଟା ସରକାର ଦେଖିବେ ନ୍ୟୁଜ ରେ ଦେଖିବେ କଣ କରିବେ ଦେଖିବେ ଆମ ପାଇଁ କଣ ନେଇ ବାହାର କରିବେ ଆମ ଘର ଆସିବ সেই কথা কোনটো আগে যদি ঘর আসিব তাহলে নিউজরে লাভ নাই আমার আর কিছু দরকার নাই ঘর যদি আসিব তাহলে নিউজরে দেব নোটিশ দেবা কথা লোক আমার ঘর মিলিলে তাহলে আমাকে যা হইলে কইবি ঘর মিলিলে না আমি যদি কইবি ঘর মিলিব আবার আপনি কোনটো মিলিব কি না 100 লোক আসিকি সব কইকি আর লাভটা কম হবে কেতে বছর লা রইতলে ঠিক কত বছর 10-15 বছর হই গলানি কেতে বছর ঠিক রইতলে আপন আপন আমি 10 বছর 15 বছর হেজি রইছি আচ্ছা এবে ঘর ভাঙ্গি দিলে আপন নোটিস মিলিতলে না আমার নোটিস কোন নোটিস আসেনি সকালে 7টা 8টা বেলা গাড়ি আসিলা ভাঙিলা ଆମ ঘর জিনিস কাড়ি পারিনি আমাকে ঘর ভিড়কি রাস্তারে ঠিয়া করে আমাকে ঘর ভাঙি কাড়ি দেকি কোন জিনিস কাড়িনি আর ফ্রিজରୁ গটর ସବୁ জিনিস ଅଛି ଆଜ୍ଞା ବିଶେଷ ସୂତ୍ରରୁ ଖବର ମିଳୁଛି କୁଆଡେ 3 ବର୍ଷ ତଳୁ ଆପଣଙ୍କୁ ଜଣାଇଥିଲେ ନାଇଁ 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 ଆମର କୋଉଠି ନୋଟିସ୍ ଫୋଟିସ୍ କିଛି ଦେଇନି ଖାଲି ଘରରୁ ବିରି ଆଣିକି ରାସ୍ତାରେ ଠିଆ କରି ଘର ଭାଙ୍ଗି ଦଉଛି ଦାଦାଗିରି ଦେଖଉଛନ୍ତି ହଁ ଦାଦାଗିରି ପୁଣି ଆମେ ଯଦି ପାର୍ଟି କରୁଛୁ ଆମକୁ ଧରିକି ଥାନାରେ ନେଇ ଯାଉଛି କେତେ ଲୋକ ଥାନାକୁ ଯାଇଯାଇଛି ଆମେ ଆଜ୍ଞା ଅସୁବିଧାରେ ଆସିଲୁ ବୋଲି ଆମକୁ ଛାଡୁ ନଥିଲେ ହଁ ଆମ ବନ୍ଧୁ ବାନ୍ଧବ ଯଦି ଆମ ଘର ଆସୁ ସେ ରାସ୍ତାରେ ଭିରିକି ରଖୁଛି ଆମ ବନ୍ଧୁ ବାନ୍ଧବ ଫୋନ କରିବି ଆମ ଘର ଭାଙ୍ଗି ଆମ ବନ୍ଧୁକୁ ଫୋନ କରିବି ସାମାନ ଖାଲି ପାଇଲେ ଆମକୁ ସେଟା ରାସ୍ତା ପଡିବ ପ୍ରଥମେ ଆଦିବାସୀ ଆକ୍ରମଣ ହେଲେ ଏବେ ଭୁବନେଶ୍ୱରରେ ଭରତପୁର ଆକ୍ରମଣ ହଉଛି ପୁଲିସ ଦାଦାଗିରି ଦେଖୁଛନ୍ତି ସରକାରଙ୍କ କଥା ସେମାନେ ଆମକୁ ଜାଣି ଯଦି କିଛି କିଛି ଭିରିକି ଥାନାରେ ନେଇ ଯାଉଛି ବାନ୍ଧିକି କେତେକୁ ନେଇ ଯାଇଛି ଆମକୁ ଘର ଭିରିକି ରାସ୍ତାରେ ଠିଆ କରି ସେମାନେ ଘର ଭାଙ୍ଗି ଦଉଛି କହିବା କଥା ଗଭର୍ଣ୍ଣମେଣ୍ଟ ଜାଗା ଆମେ ଛାଡ଼ିବା ନାହିଁ କହୁନୁ ଆମକୁ ନୋଟିସ୍ ଦେଲେ ଆମେ ମନକୁ ଛାଡ଼ି ଦିଅନ୍ତୁ ନୋଟିସ୍ ଫୋଟିସ୍ କିଛି ଦେଇନି ନୋଟିସ୍ ଫୋଟିସ୍ କିଛି ଆସିଲା ସିଧା କହିଲା ସାମାନ ପତ୍ର ଖାଲି କର ଆମ ଖାଲି ଗୋଟେ ସମୟ ବି ଦେଲାନି ଆମେ ଆଉଛୁ ସେଠି ଗାଡ଼ିଟା ରଖିଲୁ ସେ ରାସ୍ତା ପଡ଼େ କହିଲା କିଛି ଯିବା ପାଇଁ ମନା ସବୁ ଏଠି ରୁହ ଆମେ ସେଇଠି ରହିଥିଲୁ ସେ ରାସ୍ତା ପଡ଼େ ଆସିକି ଦେଖିଲେ ଏମିତି ଘର ସେମିତି ଭାଙ୍ଗି ପଡ଼ିଛି ପ୍ରଥମେ ଆଜ୍ଞା ଶୁଣିବାକୁ ଯାହା ମିଳିଲା ପ୍ରଥମେ ବେଦାନ୍ତରେ ଚଢ଼ଉ ହେଲା ବେଦାନ୍ତ କମ୍ପାନୀ ଚଢ଼ଉ କଲା ଆସିକି ତା କଥା କହିବାରୁ ବେଦାନ୍ତ କମ୍ପାନୀ ପାଇଁ ଚଢ଼ଉ ହେଲା ଏବେ ଭରତପୁରରେ ଚଢ଼ଉ କରୁଛନ୍ତି ପୁଲିସ ଦାଦାଗିରି ଦେଖାଉଛନ୍ତି କଣ ସରକାର ଏ କଥା ବୁଝିବେନି ସରକାର କୋଉଠି ବୁଝିବେ ଆମକୁ ତ ନୋଟିସ୍ ଦେଲେ ସିନା ଆମେ ଭାଙ୍ଗି ଦେବୁ ଆମକୁ ତ କିଛି ଦେଲାନି ଆମର ନୋଟିସ୍ ନାହିଁ କିଛି ନାହିଁ ଘର ଏବେ ଭାଙ୍ଗିଗଲା କୁଆଡେ ଯିବେ ଏବେ କୁଆଡେ ରାସ୍ତା ରହିବୁ ରାସ୍ତାରେ ଦେଖୁନ ଆମ ଖରାରେ କେମିତି ଠିଆ ହେଇଛି ଆପଣ ରହନ୍ତୁ ये देखिलु तो भांगुची बेली गरीब लोक थिले आउ बहु गरीब लोक एठी आसिक आमे रहिथिले आउ भांगी देला बहुत ही खरा डहक विफल रे पणा को जे जुआडे गां गंडा को जाइसंती किए नाहांती कही कि माने जिनिस दो खाली करके भांगी देले भी आउरी भलो होइतांदा गरीब लोक केते खटिकी आमे घर द्वार को करथिले एमितिया काम को ये सब आपण घर जो भांगी देले उच्छेद प्रक्रिया जो चाली छी आपण होइतला नोटिस हेतला नाही नाही करूंती एठी किछि हेइ नतला नोटिस किछि हेइ नतला नोटिस एठी किछि हेले हेइ नतला एंदे को भांगी दा कथा खरा डहक बिकळे नुको कुआडे जिबे कहिदेले तो निजे निजे से ये करिक पळैता आउ एते तो टंका सारी की हमर जहा नवीन सरकार करतला ये आसिकी बहुत लोकन को हैरान कला बहुत लोकन को हैरान कला लोकों को ये पूरा हैरान कर दला सरकार बा लोकों सरकार नाही ये सरकार लोकों ये लोकों सरकार नो ये हला माने बड़ बड़ियां सरकार हमर हला नवीन सरकार नवीन हम पेट चिने ये माने बड़ बड़ लोकों को देखि कथार्ता करियो ये गरीब के पेट चिनिलानी सुभद्रा योजना देई दबो एपटे दबो गरीब मान को सेपटू नब मारिकी कौन कला लोकों को एंती कला कौन देला जो 5,000 मास वर्ष को दौला कि 2 वर्ष कि 3 वर्ष कौन कला किसी कलानी लोक तली तन कर मारदेला से घर द्वारा दौ लोक थाई तो करू ता घर द्वारा
ଆମେ ଆଉ କିଛି କହିପାରିବୁନି ହେଲା। ଯେପର୍ଯ୍ୟନ୍ତ ଘର ନ ମିଳିଛି ଏଇଠି ପଡିବେ, ଏଇଠି ପଡିବେ, ଏଇଠି କୁଡିଆ ଆର କରିକି ପଡିବେ। ସେ ଭାଙ୍ଗିଦେଲା, ସବୁ ଭାଙ୍ଗିଦେଲା। କେସ ବାସ ସେ ଯାହା କରିପାରିବେ ତାଙ୍କ ହାତରେ ସିଏ। ଆଉ ଇଏ ସରକାର ପେଟ ଚିହ୍ନି ଦେଲେ ଏମିତି କାମ କରିନଥାନ୍ତା। ଏଠି ଯାହା ଘର ଯାହା ବଡ ଭାଙ୍ଗି ଦେଲା କାହାଠୁ ଆଣିଥିଲେ ଘର, କାହାଠୁ କିଣା ହେଇଥିଲା ନା ଜାଗା କିଣିଥିଲେ? ନାଇଁ ଆମର କିଣିନଥିଲୁ, ଆମେ ଏମିତି ବନ୍ଧୁବାନ୍ଧବ ହିସାବରେ ଯିବା ଆସିବା। ସାହିରେ ଗୋଟେ ଭାଇ ଥିଲା ଏଠି, ଦେଖିକି ଧାଇଁକି ଆଇଲୁ ଯେ ଆଉ ସାହିରେ ଗୋଟେ ଭାଇଟେ ଥିଲା କେମିତି ଭାଙ୍ଗିଦେଲେ। ଯେମିତି ହେଲେ ଆମେ ଭାଇ ଭଉଣୀ ହେଇକି କୋଉ ଦେଶ ମାନଙ୍କରୁ ସମସ୍ତେ ଆସିକି ଥିଲୁ, ଆଉ ଭାଙ୍ଗିଦେଲା ବୋଲି ବହୁତ ବିକଳ ଲାଗିଲା ତ ଟିକେ ଦେଖିବା ପାଇଁକି ଆସିଥିଲୁ। ଆଇଲା ବେଳକୁ ତ ଭାଙ୍ଗି ସାରିଲାଣି। ସେଠି ଛାଡିଲେନି ବାଟ, କିଏ କୋଉଟା ଖାଲି କରିଦବ କି କଣ କରିଦବ ବୋଲି ବାଟ ଛାଡିଲେନି। ନାଇଁ ସାର୍, ଜବରଦଖଲ ଆମେ କରିନୁ, ଆମେ ସାମ୍ପୁର ବାଲାଙ୍କଠୁ କିଣିଛୁ ଜାଗା। ତ ଯିଏ ଏଥିରେ ଆପଣଙ୍କୁ କିଣେଇଥିଲା ଜମି ତ ସେ ତ ଏବେ ନାହାନ୍ତି, ଫେରାର ଅଛନ୍ତି। ହଁ, ସିଏ ତ ଫେରାର ଅଛନ୍ତି। ଏବେ ଆମେ ଏତେ ପଇସାରେ ଜାଗା କିଣିକି ଫେର ଘର କରିକି ରହିଛୁ, ଆଉ ଏବେ ସରକାର ଭାଙ୍ଗି ଦଉଛନ୍ତି। ଆମେ କୋଉଠି ରହିବୁ? ଏବେ ଫେରାର ପିଲା ଛୁଆଙ୍କୁ ଧରିକି ଆମେ କୋଉଠି ରହିବୁ? ଯାହା ଉଚ୍ଛେଦ ପ୍ରକ୍ରିୟା ଯାହା ଚାଲିଛି, ସରକାର ତ ଆପଣଙ୍କୁ ନୋଟିସ କରିଥିବେ। ନାଇଁ, ନୋଟିସ ଫୋଟିସ କିଛି ଦେଇନାହାନ୍ତି। ସଡନ ଆସିଛି, ସକାଳୁ ଆସିକି ଭଙ୍ଗାରୁଜା ଆରମ୍ଭ କରିବାକୁ ଆରମ୍ଭ କରିଛନ୍ତି, ଭାଙ୍ଗି ଦେଇଛନ୍ତି। ଆଉ ଯାହା ଗ୍ୟାସ ସିଲିଣ୍ଡର ଦେଖିବାକୁ ମିଳିଛି କଣ କୋଉଠୁ ଆସିଲା ସବୁ? ସେଇଟା ଆଉ ଜଣଙ୍କର, ଆମେ ଜାଣିନୁ। ସେଇଟା ଅଲଗା ଘର ଲୋକଙ୍କର ସେଇ ଗ୍ୟାସ ସିଲିଣ୍ଡର। ଆମେ 2 ବର୍ଷ ରହିଲୁ। ସାମ୍ପୁର ବାଲା ଲୋକ 90,600। ହଁ, ଉଚ୍ଛେଦ କାହିଁ କରୁଛନ୍ତି ଆମେ କିଛି ଜାଣିନୁ। ଆମକୁ କିଛି କହିନାହାନ୍ତି, କିଛି ନୋଟିସ ଫୋଟିସ କିଛି ଦେଇନାହାନ୍ତି, ଆମକୁ କିଛି କହିନାହାନ୍ତି। ଖରାରେ ଛିଡା ହବୁ, ଆଉ କଣ କରିବୁ? ପିଲାଙ୍କୁ ଧରି ନ ଖାଇ ନ ପିଇ ଏମିତି ଛିଡା ହେଇଛୁ। ସରକାର ପରିବର୍ତ୍ତନ ହେଇଛି ତ କଣ କରିବା? ଆମକୁ ତ କିଛି ଜଣେଇ ନାହାନ୍ତି, କିଛି କହିନାହାନ୍ତି। ଆମକୁ ଯଦି କିଛି କହିଥାନ୍ତେ ତାହେଲେ ଆମେ ଆଉ ଏଇଠି ଜାଗା ବି କିଣି ନଥାନ୍ତୁ, ଘର ବି କରିନଥାନ୍ତୁ। ଆମେ କିଛି ଜାଣିନୁ। ଆମେ ଏଇଠି ଗାଁରେ କିଛି ଇନକମ ନାହିଁ, ଏଇଠି ଇନକମ କରିବା ପାଇଁ ଆସୁ। ବହୁତ ଟଙ୍କା ଭଡା ଦଉଛୁ, ସେଇଥିପାଇଁ 90,000ରେ ଗୋଟେ ଜାଗା ମିଳିଲା ବୋଲିକି ଆମେ କିଣି ଦଉଛୁ। ସମସ୍ତେ କିଣୁଛନ୍ତି, କେତେ ଲୋକ ଗରିବ ଗୁରୁବା ଏଇଠି କାମ କରିବା ପାଇଁ ଆସିଛନ୍ତି, ସମସ୍ତେ କିଣୁଛନ୍ତି। ଆମେ ବି ଗୋଟେ ପକେଇଦେଲୁ ଜାଗା, ସେଇଥିପାଇଁ ଆମେ ଘର କରିକି ରହିଛୁ। ଯାହା ହଉ ଇନକମ କରିବା ପାଇଁ ଆସିଛୁ, ଏଠି ଟିକେ ଚଳିଥିଲୁ ଯାହା। ଏବେ କଣ କରିବୁ? ଏବେ ଖରାରେ ତ ଛିଡା ହେଇଛୁ, ଆଉ କଣ କରିବୁ? ସରକାର ଦେଖନ୍ତୁ କଣ କରୁଛନ୍ତି। ସରକାର ବସିକି ସରକାର ସେଇଠି ଭଲରେ ରହୁଛନ୍ତି, ଆଉ ଆମକୁ ଗରିବ ଗୁରୁବାଙ୍କୁ ଏମିତି ଖରାରେ ଛିଡା କରିଦେଇଛନ୍ତି। ସରକାର କଣ କରିବେ କରନ୍ତୁ, ଆମେ ଛିଡା ହେଇଥିବୁ। ଆମେ ବି ତ ଲୋକ, ଆମେ ବି ତ ମଣିଷ, ସରକାର ବି ତ ମଣିଷ। ଆମ ପାଇଁ କିଛି କରିବେନି? ସରକାର ତ କହୁଛନ୍ତି ଲୋକଙ୍କ ପାଇଁ ଆମେ ଅଛୁ, ଲୋକଙ୍କର ସୁବିଧା ପାଇଁ ଆମେ ଅଛୁ। ସୁବିଧା କରୁଛନ୍ତି, ଦେଖୁଛି ତ, ଆମେ ସମସ୍ତେ ଦେଖୁଛୁ ସୁବିଧା କଣ କରୁଛନ୍ତି, ଆମେ ଦେଖୁଛୁ ସବୁ। ତାଙ୍କର ଏବେ ସବୁଠୁ ବଡ ନାରା ଦଉଛନ୍ତି ମହିଳାକୁ ଆମେ ସଶକ୍ତ କରିବୁ। ରାସ୍ତା କଡରେ ତ ସବୁ ଛିଡା ହେଇଛି, ମହିଳା ସଶକ୍ତିକରଣ କରୁଛନ୍ତି, ଆମେ ଦେଖୁଛୁ। ଦାବି କଣ ରଖିବେ? ଦାବି ଆମକୁ ଘର ଦିଅନ୍ତୁ, ଜାଗା ଦିଅନ୍ତୁ, ଘର ଭଙ୍ଗା ପଇସା ଦିଅନ୍ତୁ, ସବୁ ଦିଅନ୍ତୁ, ତାପରେ ଆମେ ଯିବୁ, ଜାଗା ଛାଡିକି ଯିବୁ, ନହେଲେ ଆମେ ଛିଡା ହେଇଥିବୁ ଏମିତି। ତାଡିଆ କଥା ପଞ୍ଚାୟତ ଇଲେକ୍ସନରେ ପୁରା ତାଡିଆ କଥା। ନବୀନ ବାବୁ ଭଲ ଥିଲା, ମୋହନ ବାବୁ ମୂର୍ଖ ଲୋକ। ସେ ଗରିବ କଥା କଣ ଜାଣେ? ସେ ଗରିବ ଦୁଃଖ ଜାଣେନି। ସେ ସ୍କୁଲ ଗୋଟେ ପିଏ ଥିଲା, ସେ କଣ ଜାଣେ? ସିଆଡୁ ମୋଦି ଯାହା କହିବ ଇଏ ସିଆଡୁ ସେୟା କରିବ। ଟିଭି ରିମୋଟ ସେ ଟିପିବ, ଇଏ ଟିଭି ଚାଲିବ। ୟା ବ୍ୟତୀତ କିଛି ନାହିଁ। ମୋହନ ମାଝୀ ଗୋଟେ କାଠ କଣ୍ଡେ ଟିଭିର ରିବନ, ମୋଦି ରିବନ ଚିପିବ, ଇଏ ଚାଲିବ। ୟା ବ୍ୟତୀତ କିଛି ଜାଣିନି। ସରକାର ଯୋଉ କିଣିଥିଲୁ ଆଜି ଭାଙ୍ଗିଥାନ୍ତା କି? ଏ ପବ୍ଲିକ ଲୋକ କହିଲେ ନାଇଁ କହିଲେ ଭାଙ୍ଗିଲେ ଭାଇ ଆମେ ଦାୟୀ ନୁହଁ। ହଁ ଆମକୁ ଯୋଉଟା କହିନ୍ତି କାଳେ ଆମେ ମିଛ କହିବୁ। ଭୂଦାନ ଜାଗା କହିଲେ ଭୂଦାନ ଜାଗା ଭଙ୍ଗା ହଉନି, କେସ୍ ଚାଲିଛି। ଦେଖିଲା ତ ସେଠି ଭଙ୍ଗା ହେଲା। ଆଉ ମୋ ଘର ତ ହାଣ୍ଡିଗେଟ ଲୋକ, ତଥାପି ଘର ଭାଙ୍ଗି ଦେଇଛ। 100% ହାଣ୍ଡିଗେଟ ସିଏ। ଏଇଟା ଗୋଟେ ସରକାର ବେଆଇନ କାମ କରୁଛି। ଆମେ ଆଜି ବହୁତ ଲୋକ 2 ବର୍ଷ ଲେଖାଏଁ ରହିଛି। ମୁଁ କିନ୍ତୁ 3 ମାସ ହଉଛି ଆସିକି ଏଇଠି ରହିଲିନି। ନୂଆ ଘର ଜାଗା କିଣିକି ରହିଲିନି। ତଥାପି ରହିଛି, ଭଲରେ ରହିଥିଲୁ। କିନ୍ତୁ
হঠাৎ কোনসি বিনা লিগাল অনুসারে আসিকি এমিতি যে কলে কোনসি নোটিস নাই কোনসি খবর নাই আসিকি ঘর ভঙ্গা ফোর্স আনিকি সরকার সবু ফোর্স পঠেইকি এগুলা যে কাম কলা এটা কোন সরকার যে করছে এটা ভালো করছি উচ্ছেদ পূର୍ବରୁ নোটিশ দেওয়া দরকার ଥିଲା ସରକାର নোটিশ ନ ଦେଇକି না নোটিস দেই নাহান্তি নোটিস কাহাকু দেই নাহান্তি এ বুদান বস্তিরে নোটিস কাহাকু দেই নাহান্তি ଏବେ ତାହେଲେ କଣ କରିବେ ଏବେ କଣ ଆମେ ଯେ ଏତେ ଗୁଡା ଘର ଭଙ୍ଗା ହେଇଛି ଆମେ ଖରାରେ ଏବେ ଛିଡା ହେଇଛୁ ଏବେ ଗାଡି ଜେସିପି ଲାଗିକି ଘର ଭଙ୍ଗା ଭଙ୍ଗି ଆରମ୍ଭ କରିଦଉଛି ଆମେ ପଦାରେ ଛିଡା ହେଇଛୁ ଏ ଖରା ପାଇଁ ଏ ସରକାର ଦାୟୀ କିଏ ଏ ମୋହନ ମାଝୀ ସରକାର ଦାୟୀ ଏଟା ତ ଲୋକଙ୍କ ସରକାର ନା ଲୋକଙ୍କ ସରକାର କୋଉଠି ରହିଲା ଲୋକଙ୍କ ସରକାର ହେଲେ ତାହେଲେ ଏମିତି ଗରିବ ଲୋକଙ୍କ ମୁଣ୍ଡରେ ଛାତ ଭାଙ୍ଗି ନଥାନ୍ତା ଲୋକଙ୍କ ମୁଣ୍ଡରେ ଛାତ ଭାଙ୍ଗି ନଥାନ୍ତା ଯଦି ପବ୍ଲିକ ଯଦି ଇଏ ହେଇଥାନ୍ତା ପୂର୍ବ ସରକାର ଆମର ନବୀନ ବାବୁ ଥିବା ବେଲେ ଆମର କିଛି ଅସୁବିଧା ନଥିଲା ଆମର ଯେ 2 ବର୍ଷ ହେଲା ଯେ ସମ୍ବିଧାନରେ ଆସିଛି ସେ ଯେ এই কামটা যে করুছি গরিব মুন্ডরু যে ছাত ভাঙি দଉଛି এটা কোন লিগ্যাল কোনসি নোটিস নাই কোনসি ইয়ে নাই আসিকি বিনা লিগ্যাল রে ফোর্স লাগিকি ভাঙি দଉଛି ফের ইয়া ভিতরে দাদাগিরি ঘর ভিতরে রহিলে ঘর ভিতরে পুলিশ ঘোষাড়িকি টাଣିকি বাহার করে দଉଛି ଅନ୍ୟାୟ ହଉନି এটা কোন করিব ଏବେ ଆମେ ତ ଗରିବ ପିଲା ଆମେ ତ ତାଙ୍କ ସାଙ୍ଗରେ ଲଢି ପାରିବୁ ନା ଆମେ କଣ କରିବୁ ଆମେ ବାଧ୍ୟରେ ଆମେ ଏବେ ଖରାରେ ଛିଡା ହେଇଛୁ ସେମାନେ ତ ଭାଙ୍ଗିଛି ଆମର ଦାବି ଏତିକି ଦାବି ଆମର ଘର ଭଙ୍ଗା ଯେ ଘର ଭାଙ୍ଗିଛି ସେ ଘର ବାବଦରେ ପଇସା ଦଉ ଆଉ ଯେ ଜାଗା ସେ ଜାଗା ବାବଦରେ ଜାଗା ଦଉ